କହୁଥିଲେ ପାଲାରେ ପୁଅ ପରେ ଆଜ୍ଞା 1668 ଖ୍ରୀଷ୍ଟାବ୍ଦ ଆଜ୍ଞା 1668 ମସିହା ଆଜ୍ଞା 1668 ଆଜ୍ଞା ଆମ ବରମ୍ବାର ଗୋଟିଏ ଆମ ବରମ୍ବାର ଜଣେ ରାଜା କୃଷ୍ଣଚନ୍ଦ୍ର ମଙ୍ଗରାଜ ଆଜ୍ଞା ଆଜ୍ଞା ମଙ୍ଗରାଜ ଶାସନ କରୁଥିଲେ। ଆଜ୍ଞା ତାଙ୍କର ଗୋଟେ ଝିଅଟିଏ ଭାଗବତ ଜନ୍ମଦିନ ଜନ୍ମ ହେଲା। ଆଜ୍ଞା ନାଁଟା ହଉଛି ସୁକଦେଇ। ହଁ କଦଇ ଆଜ୍ଞା ପରେ ଆଜ୍ଞା ସେ ସୁକଦେଇ ଦିନକୁ ଦିନ ବଡ ହେଲେ। ଆପଣ ମାନେ କେହି ଏପଟ ସେପଟ ହେବେନି। ମୋର ନଜରଟା ସେଇଠି ଅଛି, ପୁରାଣ ସେଇଠି ଅଛି। ସୀତା କାନ୍ଦୁଛନ୍ତି, ନିକଟ ଦେଖୁଛି, ମନେ ମନେ ବିଚାର କରୁଛି। ଦାମ୍ପତ୍ୟ ଜୀବନର ବିରହ ବିଚ୍ଛେଦ ପାଖରେ ଦୁଃଖ। ସୁକଦେଇ ଦିନକୁ ଦିନ ବଡ ହେଲେ, ଯୌବନ ଦେହରେ ଆସିଲା। ବରମ୍ବାର 2 ଜଣ ହଉଛନ୍ତି ଅଧିଷ୍ଠାତ୍ରୀ ଦେବୀ। ଜଣେ ହଉଛନ୍ତି ମା ଭଟ୍ଟାରିକା, ଆଉ ଜଣେ ହଉଛନ୍ତି ମହାକାଳୀ। ଏ ମହାକାଳୀଙ୍କର ସେବିକା ଜଣେ କନ୍ଧୁରୀ ବୁଢ଼ୀ, ଅସ୍ତ୍ର ବିଦ୍ୟାରେ ପାରଙ୍ଗମ। ତାଙ୍କରି ଠାରୁ ଏ ସୁକଦେଇ ଅସ୍ତ୍ର ବିଦ୍ୟା ଶିଖିଲେ, ଖଣ୍ଡା ଚଲେଇବା ଶିଖିଲେ। ଗୁରୁଙ୍କ ସାଙ୍ଗରେ ଅଭ୍ୟାସ ରଖିଲା ବେଳେ ଏତେ ଭିନ୍ନ ହେଇଗଲେ। ଦିନକର ଘଟଣା, ଗୁରୁଙ୍କ ସାଙ୍ଗରେ ଏ ବୁଢ଼ୀ କନ୍ଧୁରୀ ବୁଢ଼ୀ ସାଙ୍ଗରେ ଖଣ୍ଡା ଚାଳନ କରୁଛନ୍ତି। ଗୁରୁଜୀଙ୍କର ହାତଟାକୁ କାଟିଲେ। ଗୁରୁମାନଙ୍କର ହାତ କଟିଗଲା, ଆଖିରୁ 2 ଧାର ଲୁହ ବୋହି ଆସିଲା। ଖଣ୍ଡଟା ପାଦ ତଳେ ଥୋଇ ସୁକଦେଇ ସେଦିନ କହିଲେ ମା ମୋର ଭୁଲ ହେଇଗଲା। ନା କିଛି ଭୁଲ ହେଇନି, ମୋର ଆନନ୍ଦର ଅଶ୍ରୁ। ମୋ ଶିକ୍ଷା ଆଜି ଧୁରିଣ ଅସ୍ତ୍ର ଚାଳନ କରିବାରେ। ପରେ ସେଇ ସୁକଦେଇ ବାଙ୍ଗିର ରାଜା ଧନଞ୍ଜୟ ଶ୍ରୀଚନ୍ଦନଙ୍କୁ ବିବାହ କଲେ। ଏ ଧନଞ୍ଜୟ ଶ୍ରୀଚନ୍ଦନଙ୍କ ସହିତ ସୁକଦେଇ ଏତେ ସୁନ୍ଦର ଥିଲେ, ଯାଇଛନ୍ତି ପୁରୀ ଦର୍ଶନ କରିବା ପାଇଁ ଜଗନ୍ନାଥ ମହାପ୍ରଭୁ। ସେତିକି ବେଳେ ଏ ରାଜୁଡ଼ା ଅମଳରେ କିଛି କଳଙ୍କିତ ଚରିତ୍ର ଥିଲେ। ତତ୍କାଳୀନ ସମୟରେ ପୁରୀର ଗଜପତି ରାଜା ଗୋପୀନାଥ ଦେବ ଏ ପୁଅ ଲମ୍ପଟ ଭାବରେ ପ୍ରେମ ନିବେଦନ କରିଛନ୍ତି ସୁକଦେଇ ରାଣୀକି। ସୁକଦେଇ ପ୍ରତ୍ୟାଖ୍ୟାନ କଲେ। କାହିଁକି ନା ସେ ସତୀ ସ୍ୱାଧୀନ ସତୀପର୍ବତା ଥିଲେ। ପରେ ଗୋପୀନାଥ ଦେବ ମନେ ମନେ ଭାବିଲା ତା ସ୍ୱାମୀଟାକୁ ଯଦି ମାରିଦେବି ତାହେଲେ ସୁକଦେଇ ମୋର ହବ। କଳେ ବଳେ କୌଶଳେ ଖୋର୍ଦ୍ଧାଗଡ଼ କିଛି ପଠାଣଙ୍କୁ ନେଇ ଏ ଧନଞ୍ଜୟ ଶ୍ରୀଚନ୍ଦନଙ୍କୁ ପଛପଟୁ ଆକ୍ରମଣ କରି ହତ୍ୟା କଲେ। ଏ କଥା ସୁକଦେଇ ରାଣୀଙ୍କ କାନରେ ପଡ଼ିଲା। ସେ ତ ଅସ୍ତ୍ର ବିଦ୍ୟା ଚଳେଇବାରେ ଧୁରିଣ ନା, ନିଜେ କିଛି ସୈନ୍ୟ ସାମନ୍ତ ନେଲେନି। ଏକେଲା ଖଣ୍ଡା ଧରି ଅଶ୍ୱପୃଷ୍ଠରେ ବିରାଜମାନ କରି ଗୋପୀନାଥ ଦେବଙ୍କର ଯେତେ ସମ୍ଭବ ଥିଲେ ସମସ୍ତଙ୍କୁ ମାରିଦେଲେ। ବାଙ୍ଗିଗଡ଼ରେ ଗୋଟେ ମୁଣ୍ଡ ପାହାଡ଼ ତିଆରି କଲେ। ଶେଷରେ ଗୋପୀନାଥ ଦେବ ଗଜପତି ଗୋପୀନାଥ ଦେବ ତାଙ୍କୁ ବନ୍ଦୀ କରାଗଲା। ସୁକଦେଇଙ୍କୁ ପାଦ ତଳେ ପକେଇ ଦିଆଗଲା। ସୁକଦେଇ ହାତରେ ଖଣ୍ଡାଟା ଧରିଛନ୍ତି। ଯେତିକି ବେଳେ ମୁଣ୍ଡରୁ ଗଣ୍ଡିଟାକୁ ଅଲଗା କରିଦେବାକୁ ଯାଆନ୍ତି, ନିଜ ମାଲ ହାତରେ ନଜର ପଡ଼ିଗଲା, ଶଙ୍ଖା ନାହିଁ। ମୋ ସ୍ୱାମୀ ମରିଯାଇଛନ୍ତି, ମୋ ହାତରେ ଶଙ୍ଖା ନାହିଁ, ମତେ କେତେ କଷ୍ଟ। ଏ ରାଜା ଯଦି ମରିଯାଏ ଗୋଟେ ରାଣୀ ଶୁଣିଛି କାନ୍ଦିବ ନା, ଲଙ୍ଗା କରି ଗାଲତେ ଚୁନ ଗାଲତେ କଳା ଦେଇ ବିଦାୟ କରିଦେଲେ। ସେଇ ହଉଛନ୍ତି ସୁକଦେଇ, ଯାହାଙ୍କ ନାଁରେ ବାଙ୍କିରେ ସୁକଦେଇ ଓମେନ୍ସ କଲେଜ। ମୁଁ ପଢିଛି ବାଙ୍କିର ଇତିହାସ। ହେ ମୋର ଜ୍ଞାନୀର ମଣ୍ଡଳୀ, ମୋର କହିବାର କଥା, ସେଦିନ ବିଚାର କରୁଛି ନିକଷା ରାବଣ ତୁ କଣ କଲୁ? ସ୍ୱାମୀ ସ୍ତ୍ରୀର ଦାମ୍ପତ୍ୟ ଜୀବନଟାକୁ ଖିନଖିନ କରିଦେଲୁ। ଯଦି ଚୋରି କଲୁ ରାମ ସୀତା 2 ଜଣଙ୍କୁ ଚୋରି କଲୁ। ସୀତାର ଆଖିର ଲୁହ ରାକ୍ଷସ ବନଟାକୁ ଧ୍ୱଂସ କରିଦବ। ମନେ ମନେ ସେ ଚିନ୍ତା କଲେ। ଏ
विपद समय किए उद्धार कर चिंता कर निजर योग्यतम पुत्र ये विभीषण माता विभीषण को चिंता कर विभीषण से बेला पूजा पूजा अर्चना थाली धरी निजर आराध्य देव कूप तले रावण जमी न जान भगवान राम को निज घर भीतर पूजा कर पूजा थाली धरिकी जाऊँ तुम माँ निपसा तुमको डकई पूजा थाली धरी प्रभु को पूजा कर प्रभुंकर पूजा आग ना माँ डाकी जीव आग आग ठाकुर पूजा हम आग माँ कहीं कहलु पिता माता ठारू बड़ देव मो माँ डाकुची मो प्रथम गुरु मो प्रथम देवता हूँ मो माँ नहीं बापा आजिकल पिला माने बापा माँ को पूजा कर सकाल उठे मु तो देखी आज संक्रांति भगवान निकट गाँ मंदिर